ଟିକେ ରାତି 12ଟା ପକେଇ ତ ହିରୋଇନ ଠିଆ ହେଇଛି ଭିଲିଆନ ବାହାରିଲା। ହେଲୋ ହେଲୋ ଆଜ୍ଞା ହିରୋଇନ କହୁଛି। ସେତେବେଳେ ପୁଅ ପିଲାମାନେ ହିରୋଇନ ରୋଲ କରୁଥିଲେ। ତମେ ତମେ ଏତେ ରାତିରେ କାହିଁକି ଆସିଛ? ମେଘ ବରଷୁଛି ବାଦଲ ବହୁଛି। ହେଲେ ତମେ ତମେ ଏତେ ରାତିରେ କାହିଁକି ଆସିଛ? ଆଜ୍ଞା ତା ଡାଇଲଗ ଥିଲା ତ ମଥାର ସିନ୍ଦୁର ହାତର ଶଙ୍ଖାକୁ ଭାଙ୍ଗିଦେବି। ଆଜ୍ଞା ସିଏ ଭୟରେ ଡାଇଲଗ ଓଲଟେଇ ଦେଲା। ହ୍ୟାଲୋ ସବୁଦିନ ପାଇଁ ତୋ ମଥାର ଶଙ୍ଖା ଆଉ ତୋ ହାତର ସିନ୍ଦୁରକୁ ପୋଛିଦେବି ଲୋ। ଆଜ୍ଞା ଡାଇରେକ୍ଟର କହିଲେ ଆମେ ମୂର୍ଖ, ମଥାରେ କୋଉଠି ଶଙ୍ଖା ଥାଏ, ହାତରେ ସିନ୍ଦୁର। ଆମେ ଭୁଲ କହିଲୁ। ଆଜ୍ଞା ଯାତ୍ରା ପଡ଼ିଆରେ ବହୁତ ଇଣ୍ଟରେଷ୍ଟିଂ କ'ଣ ନା ଯୋଉମାନେ ସବୁ ଡିସିପ୍ଲିନ ଦାୟିତ୍ୱରେ ଥିବେ, ମୁଁ ଅନୁରୋଧ କରିବି ଏ ଅନୁଷ୍ଠାନର ଡିସିପ୍ଲିନ ଭାଇ ଭଉଣୀ ମାନଙ୍କ ପାଇଁ ଜୋରଦାର କରତାଳି ହଉ ଯୋଉମାନେ ଦାୟିତ୍ୱରେ ଅଛନ୍ତି। ପ୍ଲିଜ ଶ୍ରୀକାନ୍ତ ଭାଇ, ବାପି ଭାଇ ଏବଂ ଆମର କପିଳେନ୍ଦ୍ର ବାବୁ ତାଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ ଯୋଉମାନେ ଏ ଅନୁଷ୍ଠାନକୁ ଆଗେଇ ନେଇଛନ୍ତି। ଆଜ୍ଞା ମୁଁ ଅନୁରୋଧ କରିବି ଏ ମଞ୍ଚ ତଳେ ଜଣେ ପିଲାଟି ସାହସୀ ପିଲା କିଏ ମୋ ପାଖକୁ ଆସିବ, ଦୟାକରି ଜଣେ କିଏ ଆସିବ ମୋ ପାଖକୁ, ଜଣେ କିଏ ପିଲା ଆସିବ, ଜଣେ କିଏ ଭାଇ ଆସିବେ। ତମେ ବଡ ହେଲାଣି, ଛୋଟ ପିଲା, ତମ ପୁଅ ହେଲେ ଚଳିବ। ଜଣେ 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 ପିଲା କିଏ ଆସନ୍ତି, ଆପଣ ଆସିବେ। ଆମ ଛୋଟ ପିଲା ଜଣେ କିଏ ଆସିବେ। ଏ ଆଇଲେ ନା ଆସିବ, ଆସ 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 ଆସ। ତାଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ। ଆମ ଅଞ୍ଚଳର ପୁଅ ଆସ। ଭାଇ ଆଇଲାଣି ଆଇଲାଣି ଆମ ପୁଅ ଆଇଲାଣି। ଧନ୍ୟବାଦ। ଗୋଟେ ଜୋରଦାର କରତାଳି ହଉ ଆମ ପୁଅ ପାଇଁ, ଗୋଟେ ଜୋରଦାର କରତାଳି ହଉ ପ୍ଲିଜ। ଆପଣଙ୍କ ନାଁ କ'ଣ? ଆର୍ଯ୍ୟପ୍ରକାଶ ପଣ୍ଡା। ଆର୍ଯ୍ୟପ୍ରକାଶ ପଣ୍ଡା। ତମେ ଧୋତରୀ ପଣ୍ଡା ନୁହଁ, ମତେ ଭୟ ଲାଗିଲା। ଆଚ୍ଛା ଆପଣ କୋଉ କ୍ଲାସରେ ପଢୁଛନ୍ତି? ଷଷ୍ଠ। ଷଷ୍ଠ। ମୁଁ ତ ଗୁଲୁଗୁଲା। ଆଚ୍ଛା ବାପାଙ୍କ ନାଁ? ବିକ୍ରମ କେଶରୀ ପଣ୍ଡା। ବାପା ଏଠି ଅଛନ୍ତି କୋଉଠି? ଯା ହଉ ଭାଇ ନମସ୍କାର। ଆଚ୍ଛା ମାଙ୍କ ନାଁ? ପଙ୍କଜିନୀ ପଣ୍ଡା। ଆଚ୍ଛା ମାମା ଏଠି ଅଛନ୍ତି, ନମସ୍କାର ଆଜ୍ଞା। ଯାହା ହଉ ଆଉ ଥରେ ଆପଣଙ୍କ ଡାକ ନା କ'ଣ? ଗାଁରେ କ'ଣ ଡାକନ୍ତି? ଚିଣ୍ଟୁ। ଚିଣ୍ଟୁ ଆଗରେ। ଆଚ୍ଛା ଚିଣ୍ଟୁ ଭାଇ ତମ ହଁ ଚିଣ୍ଟୁ ଭାଇ ଗୀତ ଗାଆନ୍ତି? ଗାଇବେ ଆଉ। ଆଚ୍ଛା ଚିଣ୍ଟୁ ଭାଇ ତମ ବାହାଘର ସରିଲାଣି? ନା। କି ଲାଜ। ଆଚ୍ଛା ଚିଣ୍ଟୁ ଭାଇ ମୁଁ ତମକୁ ଗୋଟେ କୋଶ୍ଚିନ୍ ପଚାରିବି, ତମେ କହିବ। ତମେ ତ ମୋଠୁ ଭଲ ପାଠ ପଢୁଛ, ମୁଁ ପଚାରି ପାରିବି? ପଚାରି ପାରିବି? ଆଚ୍ଛା ଚିଣ୍ଟୁ ଭାଇ କହିଲ, ମନେକର ଏଠି ଗୋଟେ ବାଘ ଅଛି। କିଏ ଅଛି? ବାଘ ଆଗରେ ରଜର କିଲେ ମଟନ ଅଛି, ବାଘ ଖାଇବ ନା ନାହିଁ? ଖାଇବନି। ଖାଇବନି କାହିଁକି? ରଜରେ କୋଉଠି ମଟନ ମିଳୁଛି? ଏ କଥା ତମର। ବାଘ ପୁଣି ମଟନ ଖାଇବନି, ଆଉ ବାଘ ପୁଣି ଚାଉମିନ ଖାଇବ? ଆଚ୍ଛା ବାଘ ଆଗରେ କିଲେ ମଟନ ଅଛି, ବାଘ ଖାଇବ? ମୁଁ କହିବି ଖାଇବନି। କାହିଁ କହିଲ? ବାଘଟା ପ୍ଲାଷ୍ଟିକର। କଣ ପଚାରିବା କଥା ନା, ସତରେ ବାଘ କି ମିଛରେ କଥା। ଆଚ୍ଛା ଚିଣ୍ଟୁ ଭାଇ ବାଘ ବର୍ତ୍ତମାନ ସତରେ, ମଟନ ବର୍ତ୍ତମାନ ସତରେ, ବାଘ ଖାଇବ ନା? ଖାଇବ। ମୁଁ କହିବି ଖାଇବନି। କାହିଁ କହିଲ? ବାଘ ପଦାରେ, ମଟନ ଯାଇ ଟିଭି ଭିତରେ। ଆଚ୍ଛା ବର୍ତ୍ତମାନ ଦି ଜଣ ଯାକ ଟିଭି ଭିତରେ, ବାଘ ଟିଭି ଭିତରେ, ମଟନ ବି ଟିଭି ଭିତରେ, ବାଘ ଖାଇବ ନା ନାହିଁ? ଖାଇବ। କାହିଁ ଖାଇବ? ତମେ ଏତିକି କହିପାରୁନା? ବାଘ ଖାଇବନି ଏଇଥିପାଇଁ, ବାଘ ଯାଇ ତରଙ୍ଗ ଟିଭିରେ ମଟନ ଜି ସାର୍ଥ କରେ। ଆଚ୍ଛା ବର୍ତ୍ତମାନ ବାଘ ମଟନ ଦି ଜଣ ଯାକ ତରଙ୍ଗ ଟିଭିରେ, ବାଘ ଏବେ ଖାଇବ ନା ନାହିଁ? ଖାଇବନି। କାହିଁ ଖାଇବନି? ତମେ ତ ସିଆଡୁ ବ୍ୟାଟେରୀ ପକେଇ ଯାଇଛ, କାହିଁ ଖାଇବନି? ମୁଁ କହିଦଉଛି କାହିଁ ଖାଇବନି, କାରଣ ବାଘ ଟିକେ ଖାଇଲା ବେଳକୁ ଲାଇନ କଣ। ଆଚ୍ଛା ଚିଣ୍ଟୁ ଭାଇ ତମକୁ ଗୋଟେ ଶେଷ ପ୍ରଶ୍ନ ପଚାରିବି। ଶେଷ ପ୍ରଶ୍ନ, ମନେକର ଗୋଟେ 3 କୋଣିଆ ରାସ୍ତା। କୋଉ ଭଳିଆ ରାସ୍ତା? 3 କୋଣ। ଏ କୋଣରୁ ବି କୋଣ, ବି କୋଣରୁ ସି କୋଣ, ସି କୋଣରୁ ଏ କୋଣ, ସବୁ ରାସ୍ତା ସମାନ। ଗୋଟେ ଟ୍ରକ ଏ କୋଣରୁ ବି କୋଣକୁ ଆଇଲା, ତାକୁ ଲାଗିଲା 90 ମିନିଟ୍। କେତେ? 90 ମିନିଟ୍। ବି କୋଣରୁ ସି କୋଣକୁ ଆଇଲା ଲାଗିଲା
ଲାଗିଲା 90 ମିନିଟ୍। ସି କୋଣରୁ ଏ କୋଣକୁ ଆଇଲା ତାକୁ କାହିଁକି ଲାଗିଲା ଘଣ୍ଟାଏ 30 ମିନିଟ୍ କୁହ? ଦୟାକରି କୁହ। ପଛରୁ ହାତ ଛାଡ଼, ପଛରେ କ'ଣ ଧରିଛ? ମ୍ୟାଜିକ୍ କରୁଛ ବୋଧେ ଆଉ। କୁହ କାହିଁକି ଲାଗିଲା କୁହ? ଏପଟୁ ଲାଗିଲା 90 ମିନିଟ୍, ସେପଟୁ 90 ମିନିଟ୍। ତୁ ଜମା କହିବୁନି, ତୁ ଭାରି ପାଠ ହବ ଜାଣି। ତୋ ଗୁଡ଼ ଧରିକି ତୁ କହିବୁ। କୁହ ଇଏ ଲାଗିଲା 90 ମିନିଟ୍, ସିଏ 90 ମିନିଟ୍, ଇଏ କାହିଁ ଲାଗିଲା ଘଣ୍ଟାଏ 30 ମିନିଟ୍ କୁହ? ମାନିବାକୁ ପଡ଼ିବ। ଚିଣ୍ଟୁ ଭାଇ ପାଇଁ ଗୋଟେ ଜୋରଦାର କରତାଳି ହବ। ପ୍ରକୃତରେ ଟ୍ୟାଲେଣ୍ଟେଡ୍ ପିଲା ଚିଣ୍ଟୁ ଭାଇ ଠକିନା ହିସାବ କରି କହିଦେଲେ। ଗୋଟେ ଜୋରଦାର ଚିଣ୍ଟୁ ଭାଇଙ୍କ ପାଇଁ ତାଳି ହେଇଯାଉ। ମୁଁ ଏଇ ଖୁସିରେ ଚିଣ୍ଟୁ ଭାଇଙ୍କୁ କିଛି ଦେଇପାରୁନି। ଗରିବ ଭାଇଟା ମନ ଦୁଃଖ କରିବୁନ। ଏଇ ଚଣ୍ଡାଳ ମୁଁ ତତେ ସୁନପାପୁଡ଼ି ଆଉ ଆଇସ୍କ୍ରିମ୍ ଖାଇବାକୁ ଦେବି, ଆଉ ତତେ କିଛି ଦେଇପାରିବିନି ରେ ଧନ। ଆର ଜନ୍ମରେ ମୁଁ ତ ସ୍ତ୍ରୀ ହେଇକି ରହିବି। ଯାଉ ଚିଣ୍ଟୁ ଭାଇ ଗୋଟେ ଜୋରଦାର କରତାଳି ହଉ। ଆମ ବହୁତ ଇଏ ଗାଇବ, ମୁଁ ଗାଇବି ଚିଣ୍ଟୁ ଭାଇ। ତାହେଲେ ଗୋଟିଏ କଥା କହୁଛି ଚିଣ୍ଟୁ ଭାଇ, ଶୁଣ ଭାଇ ଟିକେ ରୁହନ୍ତୁ। ଆଗରୁ ପ୍ରକୃତରେ ଆମ ଓଡ଼ିଶାକୁ ବେଶୀ ଲୋକ ଆସୁନଥିଲେ, ବର୍ତ୍ତମାନ ସବୁ ଫରେନ୍ ଲୋକ ଓଡ଼ିଶା ଆଉଛନ୍ତି, ହଁ କି ନାହିଁ? ଦିନେ ଜଣେ ବିଦେଶୀ ଲୋକ ହଠାତ୍ ଭେଟ ଗଲା, ମତେ କହିଲା ହାଲୋ। ମୁଁ କହିଲି ୟା ନା ତମେ କ'ଣ ଓଡ଼ିଆ? ମୁଁ କହିଲି ନୋ ଆଇ ଏମ୍ ଆନ୍ଧ୍ରିଆ। ତମକୁ ଦେଖାଯାଉନି ମୁଁ ଓଡ଼ିଆ ବୋଲି? ତମେ ମାନେ ସକାଳୁ କ'ଣ ଖାଉଛ? ମୁଁ କହିଲି ଇଟା ଖାଉଛି। ଇରେ ଆମ ଓଡ଼ିଆ ଲୋକ ଯାହା ଖାଉଛୁ ଆଉ କିଏ ଖାଉଦେବେ? ସତ କହିଲ, ତମେ କ'ଣ ଖାଇଦେଲ? ସେତେବେଳେ ଆମ ଓଡ଼ିଆ ଲୋକ ଯାହା ଖାଆନ୍ତି ବାହାର ଲୋକ ଖାଇବାକୁ ପାଆନ୍ତି, କିନ୍ତୁ ବର୍ତ୍ତମାନ ଓଡ଼ିଆ ଲୋକ ଆଉ ଓଡ଼ିଆ ଖାଦ୍ୟ ଖାଉନାହାନ୍ତି। ଧୀରେ ଧୀରେ ସବୁ ଭୁଲିଗଲେନି। ଗୋଟେ ଛୋଟ ପିଲାକୁ ପଚାରିବ ତୁ କ'ଣ ଖାଉଛୁ? ନା ମ୍ୟାଗି ଖାଇଥିଲି। ଇଏ ମ୍ୟାଗିକି କାହିଁ ଖାଉଛୁ? ନା ମ୍ୟାଗି ଚାଉମିନ ଖାଇଥିଲି। ଆଜ୍ଞା ଆଗରୁ ଆମ ଲୋକମାନେ ଧୋତି ପିନ୍ଧୁଥିଲେ, ମତେ ସେ କହିଲେ ତମେ କାହିଁ ଧୋତି ପିନ୍ଧୁନ? ମୁଁ କହିଲି ଭଲ, ଆଉ ଧୋତି ପିନ୍ଧିକି ବୁଲେଟ ଚଲଉଥିବି, ଧୋତି ଯାଇ ବନ୍ଦ ଛକରେ ମୁଁ ଆସିକି ଠିଆ ହେଇଥିଲି। ଆଜ୍ଞା ପ୍ରକୃତରେ ଧୀରେ ଧୀରେ ଆମ ସିଷ୍ଟମ ବଦଳି ଗଲାଣି। ଆଗରୁ ଲୋକ ବରଯାତ୍ରୀ ଯାଉଥିଲେ ବରକୁ ଭଲ ଭାବରେ ନବାକୁ, କିନ୍ତୁ ବର୍ତ୍ତମାନ ବରଯାତ୍ରୀ ମାନେ କ'ଣ ମାଲ ଅଛି ତ? ନାଇଁ ତାଙ୍କ ଇଲେକ୍ଟ୍ରିକ ବିଲ୍ ଟିକେ ବଢିଗଲା। ତ ଦର୍ଶକ ବନ୍ଧୁ, ବର୍ତ୍ତମାନ ବରଯାତ୍ରୀ ମାନେ କ'ଣ ମାଲ ଅଛି ତ? ଯେମିତି ମାଲ ପଡିଯାଉଛି ଆଜ୍ଞା ଗୀତ ସାଙ୍ଗେ ସାଙ୍ଗେ କିନ୍ତୁ ଭାଇ ତମେ ନାଚିବ। ଏମଣି ବିହାରୀ ପାଣି, ଏମଣି ବିହାରୀ ପାଣି ଜାତୀୟ ସଙ୍ଗୀତ। ଆଜ୍ଞା ଯେମିତି ନାଗିନ ପଡିଯିବ ସମସ୍ତଙ୍କ ପକେଟରୁ ରୁମାଲ ବାହାରିବ। ଆଜ୍ଞା ନନ୍ଦନକାନନରେ ଯେତିକି ସାପ ନଥିବେ ସେତିକି ସାପ ଆପଣ ବରଯାତ୍ରୀରେ ଦେଖିବେ। ଆଜ୍ଞା ସମସ୍ତେ ଫଣା ଟେକିବେ। 1 2 3 ଷ୍ଟାର୍ଟ। ସମସ୍ତେ ସାପ। ଧୀରେ ଧୀରେ ବଦଳି ଗଲାଣି।
ଆମ ଓଡ଼ିଆତ୍ୱ ହଜିଗଲା। ତେଣୁ ମୁଁ ଗୋଟିଏ କଥା ଆପଣମାନଙ୍କୁ ଅନୁରୋଧ କରିବି, ଆପଣମାନେ ଏ ଯେଉଁ ରଜ ମହୋତ୍ସବ ପାଳନ କରୁଛନ୍ତି, ଓଡ଼ିଆର ପର୍ବକୁ, ଏଇ ଗଣପର୍ବ ରଜ ପର୍ବକୁ ଆପଣମାନେ ବଞ୍ଚେଇ ରଖିଛନ୍ତି। ସେଥିପାଇଁ ମାଆ ମାନଙ୍କୁ, ଭାଇମାନଙ୍କୁ, ବିଶେଷ କରି ଶ୍ରୀକାନ୍ତ ଭାଇ, ବାପି ଭାଇ, କପିଳେନ୍ଦ୍ର ବାବୁ ସମସ୍ତଙ୍କୁ ଗୋଟେ ଜୋରଦାର କରତାଳି ମୋ ତରଫରୁ ହଉ। ସେମାନଙ୍କ ଯୋଗୁଁ ଆଜି ଏ ପର୍ବ ଆପଣଙ୍କ ଗାଁରେ ଧୁମଧାମରେ ପାଳନ ହେଉଛି। ତେଣୁ ଦର୍ଶକ ବନ୍ଧୁ, ଶେଷରେ ଗୋଟିଏ କଥା କହିବି, ଯେତେ ଲୋକ ବସିଛନ୍ତି ସମସ୍ତେ ଗୋଟେ ସେକେଣ୍ଡ ପାଇଁ ଠିଆ ହେବେ ମୁଁ ନିବେଦନ କରିବି। କାରଣ ଆମେମାନେ ପ୍ରୋଗ୍ରାମ ଦେଖୁଛେ, ଆମ ଦେଶ ସୀମାରେଖାରେ ଅନେକ ସୈନିକ ନିଜ ଜୀବନକୁ ବଳିଦାନ ଦେଉଛନ୍ତି ପ୍ରତି ମୁହୂର୍ତ୍ତରେ। ସେମାନଙ୍କ ପାଇଁ ଗୋଟିଏ ସେକେଣ୍ଡ ଆମେ ଠିଆ ହେବା।